ନମସ୍କାର। ମୋ ହାତ ଲେଖା ମୋ କବିତାକୁ ସମସ୍ତଙ୍କୁ ସ୍ୱାଗତ। ମା ଏମିତି ଜଣେ ମଣିଷ ଯାହାଙ୍କ ପାଇଁ ଯେତେ ଭାଷାରେ ତାଙ୍କୁ ବର୍ଣ୍ଣନା କଲେ ବି ସେ ଆମ ପାଇଁ ବହୁତ କମ୍ ହେଇଯିବ। ସେଇ ମାଙ୍କ ପାଇଁ ଆଜିର କବିତା ଶୀର୍ଷକ ଅରୁ ଆରମ୍ଭ ଘରେ ଶେଷ। ଅନ୍ତ ଚିରି ମା ଜନମ ଦେଇଛି ଆଖିରୁ ଲୁହକୁ ଢାଳି। ଅନ୍ତ ଚିରି ମା ଜନମ ଦେଇଛି ଆଖିରୁ ଲୁହକୁ ଢାଳି। ଆମର ପ୍ରଥମ କାନ୍ଦିବା ଶୁଣି ସେ କୋଳକୁ ନେଲା ସେ ତୋଳି। ଇହ କାଳରେ ସେ ଅଟେ ଦେବୀ ମା ପୂଜା ପାଏ ସବୁଦିନ। ଇହ କାଳରେ ସେ ଅଟେ ଦେବୀ ମା ପୂଜା ପାଏ ସବୁଦିନ। ଈଶ୍ୱରଙ୍କ ପାଖେ ଅଳି କରୁଥିବି ବୁଝିବାକୁ ତାର ମନ। ଉଦାର ମନକୁ ନେଇ ସିଏ ଚାଲେ କଷ୍ଟ ସବୁ ରଖେ ପାଖେ। ଉଦାର ମନକୁ ନେଇ ସିଏ ଚାଲେ କଷ୍ଟ ସବୁ ରଖେ ପାଖେ। ଊଣା କରେ ନାହିଁ ଘର କଥା ନେଇ ରହିଲେ ବି ନିଜେ ଭୋକେ। ଋଣୀ କରିଦିଏ ଅମୃତତା ଦେଇ କହେ ନାହିଁ ଶୁଝିବାକୁ। ଋଣୀ କରିଦିଏ ଅମୃତତା ଦେଇ କହେ ନାହିଁ ଶୁଝିବାକୁ। ଋଣୀ କରେ ସିନା ମାଗେ ନାହିଁ ମୂଲ ବୁଝିପାରିବନି ତାକୁ। ଏମିତି ମା ସେ ସବୁ ମଣିଷଙ୍କ ଅଭାବ ପାରେ ସେ ଜାଣି। ଏମିତି ମା ସେ ସବୁ ମଣିଷଙ୍କ ଅଭାବ ପାରେ ସେ ଜାଣି। ଐଶ୍ୱର୍ଯ୍ୟରେ ଭରା ମମତା କଳସ ପାରିଲାନି କିଏ କେଣି। ଓଦା ହୋଇ ଆମେ ବରଷାରେ ଭିଜିଲେ ବାଡ଼ି ଧରି କରେ ଗାଳି। ଓଦା ହୋଇ ଆମେ ବର୍ଷାରେ ଭିଜିଲେ ବାଡ଼ି ଧରି କରେ ଗାଳି। ଔଷଧ ଆଣି ଦିଏ ଖାଇବାକୁ ପିଠିରେ ଥାପି ସେ ତାଳି। କୋଳରେ ଶୁଆଇ ଗେଲ କରିଦିଏ ଜହ୍ନ ମାମୁଁ ଗପ କହି। କୋଳରେ ଶୁଆଇ ଗେଲ କରିଦିଏ ଜହ୍ନ ମାମୁଁ ଗପ କହି। ଖିଲି ଖିଲି ହସ ଦେଖିଦେଲେ ମୋର ସବୁ ଦୁଃଖ ଯାଏ ସହି। ଗଛ ପରି ସିଏ ଛାଇ ଦେଉଥାଏ ପଡ଼ିଲେ ମୋ ପରେ ଖରା। ଗଛ ପରି ସିଏ ଛାଇ ଦେଉଥାଏ ପଡ଼ିଲେ ମୋ ପରେ ଘରକୁ ତାହାର ଢାଙ୍କି ରଖିଥାଏ ପଣତ କାନିରେ ପରା। ଘରକୁ ତାହାର ଢାଙ୍କି ରଖିଥାଏ ପଣତ କାନିରେ ପରା।